श्रीमद्भागवत तृतीय स्कंध द्वितीय अध्याय। शुक उवाच एमन्ते विदुरवचन शुणी उद्धव हतज्ञान कृष्णचरणे चित्त देई उत्कंठे न पारई कही पांच बरसे तार मात प्रात भोजने डाके सुत कृष्ण सेवारे देई मन उद्धव न करे भोजन कृष्ण सेवारे दिन गला स्वभावे बयस सरिला विदुर वाक्य शुणी कर्णे वचन न स्फुरे बदने कृष्णचरणे देई मन मुहूर्ते रहिला मौन तक्षणे देह भाव छाड़ी कृष्ण भक्ति जले बुड़ी कृष्णचरण शुद्धा पान करी पाइला दिव्य ज्ञान पुलक हेला रोम राजी अश्रु मुंचई चक्षु बुझी ध्याने होइला पूर्ण काम स्नेह सलिले कला स्नान ध्यान छड़ाई कृष्ण पादे पुणी मिलिला देह मध्ये बेनी लोचन घसी करे निश्वास छाड़ी खर तरे विदुर मुख चाहि दुखे उद्धव कहे अश्रु मुखे। उद्धव उवाच जादव मध्ये कृष्ण थाई सूर्यर प्राय प्रकाशई से सूर्य अस्ताचले गला निबिड़ तम प्रकाशिला मु एवे अति दुख शोके पड़ीछि अजगर मुखे आंभ कुशल काहि आर कहिबि शुण हे विदुर संसार मध्ये जेते जन सर्वे होइले भाग्यहीन देख भाग्य जदुवंश बालक प्राय बुद्धि भ्रंश बसंती कृष्ण अंग संगे रात्र दिवस अनुरागे ताहांकु केहि न जानिले चंद्रकु मीन जेह्ने जले जादवे कृष्ण संग मेले दीन हरंती कुतूहले संगते पाई नर हरि देखंती अनादर करी अति निपुण से अटंती ज्ञानी हेले हे न जानती जार मायारे अन्य जने बईरी भाव चिंती मने कृष्णर माया बले ग्रंथि मनुष्य प्राय से मणंती प्राणींक तपोबल चाहि नयने शरीर देखाई पुणी हरिले निज अंग प्राणींक चक्षु घेनि संग माया मनुष्य रूपे हरि अनंत लीलाए बिहरी सर्वसंपद आत्मा तुले निज भुवने बीजे कले धर्म कुमार यज्ञ काले देव मनुष्य ऋषि मेले जे रूप देखी तो समने कैवल्य लभिले लोचने ब्रह्मा सर्जना जेणु नोहि तेणु सकल मन मोहि जे कृष्ण अनुराग मुख सुंदर हास रंग रेख तेणे मोहित चित्त धरी मोक्ष लभिले ब्रज नारी से शांत रूप एक रूपी बसई सर्वभूते व्यापी तार विभूति देवगण पूजन्ति ताहार चरण देवंक अर्थे से मुरारी जन्मई नाना रूप धरी स्वभावे जन्म जार नाही निमित्त अर्थे कल्पे देहि अग्नि जे सने नाना मते जतने जलई जगते एकथा मोरे खेद करे से जन्मी वसुदेव घरे कंसर डरे गोप मेले लुचि जे थिले बाल काले तहु मथुरापुरे आसी गज चाणूर कंस नासी जाइण माता पिता पाश बोइले क्षमा कर दोष
ତୁମ୍ଭଙ୍କୁ ନିଶ୍ଚିନ୍ତ ନ କରି ବିୟର୍ଥେ ବଞ୍ଚେ ଦେହ ଧରି। ସେ କଥା ବିଡ଼ମ୍ବନ ମୋତେ ହୃଦୟ ଦହେ ଅବିରତେ। ତାର ଚରଣ ରେଣୁ ଗନ୍ଧ ଆଘ୍ରାଣ କରି ନାସାରନ୍ଧ୍ର। କେତାପା ସୋରି ପାରେ ଚିତ୍ତେ ସୁଦୃଢ଼ ଯୋଗଭ୍ୟାସେ ନିତ୍ୟେ। ଭୂମିର ଭାର ନାଶ ଅର୍ଥେ ତାହାର ଜନ୍ମ ଏ ଜଗତେ। ତୁମ୍ଭେ ତ ଦେଖିଅଛ ଡୋଳେ ଧର୍ମନନ୍ଦନ ଯଜ୍ଞ କାଳେ। ଯାହାକୁ ଶିଶୁପାଳ ନିନ୍ଦି ତକ୍ଷଣେ ତାର ଦେହେ ଭେଦି। ଲୁଚିଲା ଅଭୟ ଚରଣେ ରହିଲା ଅଜରା ମରଣେ। ଯେ ଗତି ଯୋଗୀ ଜନେ ଚିନ୍ତି ଜନ୍ମ ମରଣୁ ନିସ୍ତରନ୍ତି। ତାର ବିଯୋଗ କେବା ସହେ ଯେବା ଜଗତେ ଦେହ ବହେ। ଦେଖ ଭାରତ ଯୁଦ୍ଧେ ଯେତେ ରଥି ପଦାତି ଅପ୍ରମିତେ। ଭୂଲୋକେ ଯେତେ ବୀର ଥିଲେ ମରଣେ ତା ମୁଖ ଦେଖିଲେ। ଅର୍ଜୁନ ବାଣେ କ୍ଷୀଣ ହୋଇ ପଶିଲେ ତାର ଦେହେ ଯାଇ। ତ୍ରୈଲୋକ୍ୟନାଥ ସେ ଅନନ୍ତ ସ୍ୱଭାବେ କମଳାର କାନ୍ତ। ତ୍ରିଦଶ ଦେବେ ତା ଚରଣେ ସେବା କରନ୍ତି ଅନୁକ୍ଷଣେ। ଯାର ସମାନ ବା ଅଧିକ ନାହିଁ ଏ ଚତୁର୍ଦ୍ଦଶ ଲୋକ। ସେ ପୁଣି ସ୍ଥାପି ରାଜପଦେ ପୂଜିଲା ଉଗ୍ରସେନ ପାଦେ। ଭୃତ୍ୟର ଭୃତ୍ୟ ଅଟେ ଯେହୁ ତାହାକୁ ଆଜ୍ଞା ମାଗେ ସେହୁ। ଏ କଥା ଦେଖି ହେ ବିଦୁର ଅତି ଦୁଃଖିତ ଚିତ୍ତ ମୋର। ଦେଖ ପୂତନା ଧାତ୍ରୀ ରୂପେ ସ୍ତନ ନିବେଶି ତାର ମୁଖେ। କ୍ଷୀର ଗରଳ ସଙ୍ଗେ ଦେଇ ପଶିଲା ତାର ଦେହେ ଯାଇ। ସେ ଦୟାନିଧିର ଚରଣ କେବା ନ ପଶିଲା ଶରଣ। ଯେତେ ଅସୁର ଏ ଜଗତେ ନସିଲେ ଗୋବିନ୍ଦର ହସ୍ତେ। ଗରୁଡ଼ କନ୍ଧେ ତାକୁ ଚାହିଁ ପଶିଲେ ତାର ଦେହେ ଯାଇ। ସେ ଭାଗବତ ମଧ୍ୟେ ସାର କିଅବା ଦେବା ପଟାନ୍ତର। କଂସ ରାଜାର ବନ୍ଦୀ ଘରେ ଜନ୍ମିଲା ଦେବକୀ ଉଦରେ। ବ୍ରହ୍ମାଙ୍କ ବୋଲେ ହୃଷିକେଶ ଧରଣୀ ଭାର କଲେ ନାଶ। ସେ ବସୁଦେବ କଂସ ଡରେ ନେଇ ଥୋଇଲା ନନ୍ଦ ଘରେ। ଗୋପତେ ସଙ୍ଗେ ହଳଧର ବଢ଼ିଲେ 11 ବତ୍ସର। ଗୋପ ବାଳକ ସଙ୍ଗେ ଥାଇ ବନେ ଚରାନ୍ତି ନିତ୍ୟେ ଗାଇ। ବେଣୁ ଶବଦ ସିଂହନାଦେ ବନେ ବୁଲନ୍ତି ଅପ୍ରମାଦେ। ଯମୁନା କୂଳେ ଥାଇ ନିତ୍ୟେ ଭୃଙ୍ଗ କୋକିଳ ନାଦ ଗୀତେ। ବରଜବାସୀଙ୍କ ଲୋଚନେ କୁମାର ଲୀଳା ଅନୁଦିନେ। ରୋଦନ ହସନ ଖେଳନେ ନିରତେ ବସେ ତାଙ୍କ ମନେ। ବାଳସିଂହର ପ୍ରାୟେ ଚାହେଁ ଯେ କାଳେ ଯେ ଲୀଳା ଦେଖାଏ। ଦିନକୁ ଦିନ ଶୋଭାବନ୍ତ ବନେ ବୁଲଇ ନନ୍ଦସୁତ। ଗୋଧନ ଘେନି ଗୋପ ସଙ୍ଗେ ବେଣୁ ବାଜଇ ନାନା ରଙ୍ଗେ। କଂସର ଆଜ୍ଞାରେ ଅସୁରେ ଯେତେ ମିଳିଲେ ଗୋପପୁରେ। ପୂତନା ଆଦି ମାୟା ରୂପୀ ମିଳିଲେ ବନଗିରି ବ୍ୟାପୀ। ତାହାଙ୍କୁ କରି ବାଳ ଖେଳା ହେଳେ ମାଇଲେ ନନ୍ଦବଳା। ଯମୁନା ବିଷ ଜଳ ଖାଇ ମରୁ ଯେ ଥିଲେ ଗୋପ ଗାଇ। ତାଙ୍କୁ ଜିଆଇ ନନ୍ଦବାଳ ଅମୃତ କଲା ବିଷ ଜଳ। ଇନ୍ଦ୍ର ଉତ୍ସବ ଭଙ୍ଗ କରି ଗୋପଙ୍କୁ ପୂଜାଇଲେ ଗିରି। ଯଜ୍ଞ ବିଭଙ୍ଗେ କୋପ କରି ଇନ୍ଦ୍ର ବରଷେ ଘୋର ବାରି। ଗୋରୁ ଗୋପାଳଙ୍କ ବିକଳ ତକ୍ଷଣେ ଦେଖି ନନ୍ଦବାଳ। ଛତ୍ର ଆକାରେ ଗିରି ଧରି ରଖିଲେ ଗୋପପୁର ଶିରି। ଶରଦ ଚନ୍ଦ୍ର ନିଶି ଚାହିଁ କାନନେ ବେଣୁ ନାଦ ବାଇ। ସେ ଗୋପୀ ମଣ୍ଡଳ ମଣ୍ଡନ ରାସ ଉତ୍ସବେ ଭଗବାନ। 16 ସହସ୍ର ଗୋପ ନାରୀ ରମିଲେ ନାନା ରୂପ ଧରି। ତାର ମହିମା କେ କହିବ ଯାହା ନ ଜାଣେ ବ୍ରହ୍ମା ଶିବ।
ସେ ହରିଚରଣ ସୁଜନେ ଚିନ୍ତ ଧ୍ୟାନ ବଳେ। ବିଦୁର ଉଦ୍ଧବ ସମ୍ବାଦ ଶୁଣନ୍ତେ ନା ଲାଗେ ପ୍ରମାଦ। ଏଣେ ଗୋବିନ୍ଦ ପାଦେ ରସ କହଇ ଜଗନ୍ନାଥ ଦାସ। इति श्रीमद्भागवते महापुराणे पारमहंस्यां संहितायां तृतीयस्कन्धे विदुर उद्धव संवादे नाम द्वितीयोऽध्यायः।